ସଂରକ୍ଷିତ ଜଙ୍ଗଲରୁ ବେଆଇନ ମେଣ୍ଟାଲ ଚାଲାଣ ଟ୍ରାକ୍ଟର ଜବତ। ଆଜି ବେଆଇନ ଭାବରେ ଏକ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବିନା ଅନୁମତିରେ ମେଣ୍ଟାଲ ପରିବହନ ବେଳେ ଟ୍ରାକ୍ଟର ଜବତ। ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଗିରିଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଖଙ୍କିରା ବନପାଳ ମନୋଜ ବେହେରା, ଟୋଲରପୋଷି ବନରକ୍ଷୀ ଦୁଷ୍ମନ୍ତ ସିଂ ଓ ହାତୀ ସ୍କ୍ୱାଡ୍ ମିଳିତ ଭାବରେ ପେଟ୍ରୋଲିଂ ସମୟରେ ନିଶ୍ଚିତା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଟ୍ରାକ୍ଟର ଯାହାର ନମ୍ବର OR04L1310ରେ ବିନା ଅନୁମତିରେ ମେଣ୍ଟାଲ ଲଦାଯାଇଛି। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଉକ୍ତ ଟ୍ରାକ୍ଟରକୁ ଜବତ କରି ଷଡ଼ଙ୍ଗୀ ରେଞ୍ଜରେ ରଖିଛନ୍ତି। ଘଟଣାସ୍ଥଳରୁ ଚାଳକ ଫେରାର ଅଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।